ଗାଁ କନିଆ ସିଙ୍ଗାଣି ନାକି। ବୋଉ 500 ଟଙ୍କା ଦେଲୁ ଫେୟାର ଲଭଲି କ୍ରିମ୍ ଆଣିବି। ଏବେ ଆଉ ଏ କ୍ରିମ୍ ଗୁଡ଼ାକ ଅଧିକ ଦିନ ଯାଉନି। ରାଗ ଲାଗିଲାଣି। କମ୍ପାନୀ ମାନଙ୍କର କିଏ ଖାଇଦେଲା ଭଳିଆ ଏତିକି ନାଖେ ଟିକିଏ ଟିକିଏ ଭରି କରି ଦେଉଛନ୍ତି। ଜାଣି ପାରୁନାହାନ୍ତି ଆଜିକା ଯୁଗ ଫ୍ୟାସନ ଯୁଗ ହେଲାଣି। ଲୋକେମାନେ ଟିକେ ଷ୍ଟାଇଲ ନ ମାରିଲେ ତାଙ୍କୁ କେହି ଦେଖିବାକୁ ଆସୁନାହାନ୍ତି। ବୁଦ୍ଧିଶୁଦ୍ଧି ବୋଲି ଅଛି ନା ନାହିଁ କେଜାଣି ସେମାନଙ୍କର। ମୋତେ ତ ଲାଗୁଛି ବୁଦ୍ଧି ଗୁଡ଼ାକ ତାଙ୍କର ଆଣ୍ଠୁକୁ ଚାଲିଗଲାଣି। ଆଲୋ ବୋଉ, ତତେ କ'ଣ ଶୁଭୁନି କି? ମୋର ବା କଲେଜ ଟାଇମ୍ ହେଲାଣି। ବେଗି ଆଣୁନୁ। ତୁ ପଇସାକୁ ଆଣୁଛୁ କି ପଇସା ତତେ ଆଣୁଛି କେଜାଣି। ହେଇଟି ଧଲ ଡମୁଣି, ଭଲ କିନା ସେ ବ୍ୟାଗରେ ରଖିଦେ, ନହେଲେ କୋଉଠି ପଡ଼ିଯିବ। ଓହୋ ବୋଉ, ତୁ ବି ନା ସେ ଡମୁଣି ଡାକ ବନ୍ଦ କର। ଲୋକମାନେ ମୋତେ ଏବେ କେତେ ସରଦାରେ ବେବି ପୁତୁଲି ବୋଲି ଡାକୁଛନ୍ତି। ଆଉ ତୁ ସେଇ ପୁରୁଣା କାଳିଆ ନା ଡମୁଣିକି ଧରିକି ବସିଥା। ହେଇଟି ଶୁଣୁଛ, ତମ ଝୁଅ କ'ଣ କହୁଛି? ତାକୁ କିଏ ବେବି ନା କ'ଣ ଡାକୁଛନ୍ତି ସବୁ ଲୋକ। ଟିକେ ବୁଝି ଆସିଲ କିଏ ଏମିତି ଡାକୁଛି। ତାର ସାହସ କେଡ଼େ ବା, ସେ ପୁଣି ମୋ ଝୁଅକୁ ପୁତୁଲି ବୋଲି ଡାକିବ। ଚିହ୍ନିନି ବୋଧହୁଏ ତା ବାପାକୁ। ତା ବୋପା କାଠ ଯୋଡ଼ି ବୋଲି କ'ଣ ଖାଲି ନାଁକୁ ହେଇଛି ନା କ'ଣ? ସିଧା ମହାନଦୀରେ ନେଇ ପକେଇଦବ। ହେ ଭଗବାନ, ମୁଁ ଯଦି ଏଠି ଆଉ କିଛି ସମୟ ପାଇଁ ରହିବି ତାହେଲେ ମୋତେ ନେଇ ମୋ ବୋଉ ଋଷିକୂଲ୍ୟାରେ ପକେଇଦବ। ମୁଁ ଚାଲିଲେ ବାପ। ଏମିତି କହି ଡମୁଣି ଆମର ଚାଲିଲେ କଲେଜକୁ। କାନ୍ଧରେ ଭେନିଟ୍ ବ୍ୟାଗ୍ ପକେଇ, ହାଇ ହିଲ୍ ପିନ୍ଧି, ଆଖିରେ ଚଷମା ଲଗେଇ ଗଜଗମନି ଚାଲି ପକେଇ ପକେଇ ଚାଲିଥାନ୍ତି। ମାଳି ସାହିର ଗୋବରା ବୁଢ଼ୀ ଯେମିତି ଦେଖି ଦେଇଛି ମୁହଁ ମୋଡ଼ି ଦେଇ କହିଲା, ଆଖିରେ ଚଷମା ହାତରେ ଘଡ଼ି, ଦେଖଲୋ ଦେଖ, ଡମୁଣି ଯାଉଛି ଆମ କଲେଜ ପଢ଼ି। ହିରୋଇନ ଆମର ନାକ ଆଗରେ ରାଗ ଦେଖେଇ କହିଲେ, ଏ ବୁଢ଼ୀ, ତୋର ତ ଭାରି ସାହସ ଦେଖୁଛି। ମୁହଁ ସମ୍ଭାଳି କଥାବାର୍ତ୍ତା କର କହୁଛି, ନହେଲେ ଚିହ୍ନିବୁ ମୁଁ କିଏ। ଗୋବରା ବୁଢ଼ୀ ତ ପକ୍କା କାଣ୍ଡେଇ ଥିଲା। ବୁଢ଼ୀ ହେଇଛି ସିନା, ବଳ ଭାଙ୍ଗୁନି। ଏବେ ବି ପୁରା ଦମ୍ଭ ଅଛି। ନାଁଟା ପୁରା ଗୋବରା। ପାକୁଆ ପାଟିରେ ବି ଆଖୁ ଖାଇଦିଏ। ଆଉ ତାକୁ ଯଦି ମେକଅପ୍ କରିଦେବ ତାହେଲେ ତ କଥା ସରିଲା। ଆଉ ଯେମିତି ଗାଁରେ ପୁଅ ପିଲା ଅଛନ୍ତି ନା, ସମସ୍ତେ ଲାଇନ ବାନ୍ଧି ଦେବେ ବୁଢ଼ୀକୁ ଦେଖିବା ପାଇଁ। ରମ୍ଭା, ମେନକା, ଉର୍ବଶୀ ତ ଏତିକି ବି ସୁନ୍ଦର ହେଇନଥିବେ। ଆଉ ଆମର ଇଣ୍ଡିଆରେ ଯୋଉ ହିରୋଇନ ନାହାନ୍ତି, ସେମାନେ ତ ବି ବୁଢ଼ୀକୁ ଦେଖିଦେଲେ ଖାଲି ଈର୍ଷାରେ ଜଳିବେ ଆଉ। ନାଁଟା ସିନା ଗୋବରା, ହେଲେ ସେ ତ ମଲ୍ଲି ଫୁଲ ପରି ବାସନା ଚହଟେଇ ଦିଏ। ସମସ୍ତେ ହାର ମାନିଯିବେ ଗୋବରା ବୁଢ଼ୀ ଆଗରେ। ଛାଡ଼ ଛାଡ଼, ତାର ସୁନ୍ଦରତାକୁ ନେଇ ଯେତେ ବଖାଣିଲେ ବି କମ୍ ପଡ଼ିଯିବ। ଆଉ କହିବିନି। ଯଦି କହିବି ତାହେଲେ ମୋତେ ସେ ବୁଢ଼ୀ ସିଧା ଦବ। ଗୋବରା ବୁଢ଼ୀ ଡମୁଣିକି କହିଛି ବୋଲି ଡମୁଣି ବି ନାକ ଆଗରେ ରାଗ ରଖି କହିଲା। ସେଇଠୁ ତ ଆରମ୍ଭ ହୋଇଗଲା ଆଉ ଦୁଇ ଜଣଙ୍କର କଥା କଟାକଟି। ବୁଢ଼ୀ କହିଲା, ହଁ, ମୁଁ ନହେଲେ ତତେ ଜାଣିନି। ତୁ ମୋତେ କହୁଛୁ ଚିହ୍ନିବୁ ମୋତେ। ଏ ଯା, ତୋ କଥା ତୋ ପାଖରେ ରଖ। ଏଇ କଥା ଗୁଡ଼ାକ ଆଉ କାହାକୁ କହିବୁ, ମୋତେ ନୁହଁ। କୋଉଠୁ ଚାଲି ଆସି କହିଲା କ'ଣ ନା ମୁହଁ ସମ୍ଭାଳି କଥାବାର୍ତ୍ତା କର। ଡମୁଣିର ଦେହକୁ ରାଗ ଉଠିଗଲା। ସେ ଆଉ କିଛି ନ କହି ହିଲ୍ ଥପ୍ ଥପ୍ କରି ଚାଲିଗଲା। ମନେ ମନେ କହି ଚାଲିଥାଏ, ମୁଁ ଆସେ କଲେଜରୁ, ଆସିଲେ ଏଇ ବୁଢ଼ୀ କଥା ଆଗ ବୁଝିବି। ତାପରେ ଡମୁଣି କଲେଜକୁ ଆସିଲା। କଲେଜରେ ତା ନାଁକୁ ସିଏ ଲୁଚେଇ ଦେଇ ବେବି ବୋଲି କରିଦେଇଛି। ହଉ ହଉ, ଛାଡ଼ ସେ କଥା। ଏବେ ଦେଖିବା କଲେଜରେ ପାଠପଢ଼ା କିଏ କେମିତିକା ପାଠ ପଢ଼ନ୍ତି। କଲେଜରେ ତାଙ୍କ ଓଡ଼ିଆ ସାରଙ୍କ ନାଁ ଥିଲା ଘୁଙ୍ଗୁରୁଧର କୁଆଖାଇ। ସାର୍ ଆସିଲେ ରୁମକୁ। ପିଲାମାନେ ଗୁଡ୍ ସନ୍ଧ୍ୟା ବୋଲି କହିଲେ। ଶିକ୍ଷକ ଆମର ମହାନ ବ୍ୟକ୍ତି। କାଳିଦାସ ଯଦି ଏତେବେଳକୁ ଥାଆନ୍ତେ ତାହେଲେ ସେ ତାଙ୍କୁ ଶାସ୍ତ୍ର ଜ୍ଞାନରେ ନିଶ୍ଚୟ ହରେଇ ଦେଇଥାନ୍ତେ। ଖାଲି ସେ ଜନ୍ମ ହେଲା ବେଳକୁ କାଳିଦାସ ମରିଗଲେ ବୋଲି ନା ଆଉ। ନହେଲେ ତ ସେ ଖାଲି ସାହିତ୍ୟକୁ ଉଠାଇଥାନ୍ତେ ଆଉ ପକାଉଥାନ୍ତେ। ହଉ ହଉ, ଆମର ସାର୍ କ'ଣ ପ୍ରଶ୍ନ ପଚାରିବେ ସାହିତ୍ୟ ବିଷୟରେ? ସାର୍ କହିଲେ, ଆଚ୍ଛା ଜାବୁରି, କହିଲୁ ପେଟେଣ୍ଟ ମେଡ଼ିସିନ କିଏ ଲେଖିଥିଲେ?
ଜାବୁରି ଦେଖିବାକୁ ଭାରି ସୁନ୍ଦର ଥିଲା। ଆଖି ଦୁଇଟି ନୀଳ ନୟନା ପରି। ଚାହାଣି ତାର ଓଃ ନୋ 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 ପୁରା ହାଣି ଦେଉଥିଲା। ଖାଲି କିଏ ତେନ୍ତୁଳି ଦେଖେଇ ଦେଲେ ପାଟିରୁ ଲାଳ ବାହାରି ପଡ଼େ ବୋଲି ନାଁଟା ଜାବୁରି। ହଉ ହଉ ଏବେ ତାର ଉତ୍ତର ଶୁଣନ୍ତୁ। ସାର୍ ପେଣ୍ଟେଡ଼ ମେଡ଼ିସିନ ନୁହଁ, ସେଇଟା ପେଣ୍ଟେଡ଼ ଇମିଲି ମୁଁ ନିଜେ ଲେଖିଥିଲି। ସାର୍ କହିଲେ ହଁ ହଁ ମୋର ମନ ନଥିଲା। ତାପରେ ସେ ଟ୍ୟୁଟରକୁ ଠିଆ କରି ପଚାରିଲେ କଟକର ସନ୍ଧି ବିଚ୍ଛେଦ କର। ଟ୍ୟୁଟର ଆମର ସ୍ମାର୍ଟ ଗାର୍ଲ। ତା ମୁହଁ ଦେଖିଲେ କହିଦେବ ସେ କେମିତିକା ଝିଅ। ବହୁତ ଭଲ ଉତ୍ତର ଦିଏ। ସାରଙ୍କ ମୁହଁକୁ ଚାହିଁ କହିଲା ସାର୍ ଏପଟୁ ଆସିଲା କ, ସେପଟୁ ମିଶିଲା କ, ମଝିରେ ଟ ରହି ଦୁଇପଟୁ ମିଶି କଟକଟ ହେଇ ନାଁଟି ହେଲା କଟକଟ କଟକ। ସାର୍ କହିଲେ ଆରେ ବାଃ ଚମତ୍କାର, କି ଆନ୍ସର। ତାଳି ତାଳି ମାର ସମସ୍ତେ। ସବୁ ପିଲା ତାଳି ମାରିଲେ। ତାପରେ ଡମଣୀର ପାଳି ପଡ଼ିଲା। କିନ୍ତୁ ସିଏ ତ ତା ନାଁ ବଦଳେଇ ଦେଇଛି। ତେଣୁ ସାର୍ ଡାକିଲେ ବେବି ମା। ବେବି ଠିଆ ହେଲା। ଡମଣୀ ମନେ ମନେ କହିଲା ସାର୍ ମୋତେ କେଡ଼େ ଆଦରରେ ଡାକୁଛନ୍ତି। ଯାହା ହେଉ ମୋ ନାଁଟା ବଦଳେଇ ଦେଇଛି, ନହେଲେ ତ ମୋର ସମ୍ମାନ ଥାଆନ୍ତା ଏଠି। ହଉ ହଉ ମୁଁ ଛିଡ଼ା ହେଇ ପଡ଼େ। ତାପରେ ଛିଡ଼ା ହେଲା ଡମଣୀ। ସାର୍ ପଚାରିଲେ କହିଲ ଦେଖି ଉତ୍କଳ ଭାରତୀ କିଏ? କିଛି ସମୟ ପରେ ଭାବି କହିଲା ସାର୍ ମୁଁ। ମୋତେ ଆମ ଗାଁରେ ସମସ୍ତେ କୁହନ୍ତି ମୁଁ କୁଆଡ଼େ ମିସ୍ ଓଡ଼ିଆଣୀ। ତେଣୁ ଉତ୍କଳ ଭାରତୀ ମୋ ଛଡ଼ା ଆଉ କିଏ ହେବ? ସେଇଠୁ ତା ସାଙ୍ଗ କାନ୍ଦୁରି ଛିଡ଼ା ହୋଇ କହିଲା ଡମଣୀ ମିଛ କାହିଁ କହୁଛୁ? ସିଧା ସିଧା କହୁନୁ ତୁ ଉତ୍ତର ଦେଇପାରିବୁ ନାହିଁ ବୋଲି। ଆମ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ। ଏତିକି ଜାଣିନୁ? ହଁ ସାର୍ ବେବିକୁ ନା ଆମ ଗାଁରେ କୁହନ୍ତି କି ଗାଁ କନିଆ ସିଙ୍ଗାଣୀ ନାକି ବୋଲି। ସିଏ ଭାବେ ସହରଟା ସବୁଠୁ ଭଲ। ସେଠି କେତେ କେତେ ସୁନ୍ଦର ଝିଅ ଦେଖାଯାଆନ୍ତି। ଆଉ ସହରରେ ଘର କରିବାକୁ ତା ବାପା ବୋଉକୁ ସବୁଦିନ କହେ। ତା ବାପା ଯେତେ ବୁଝାଇଲେ ବି ସେ ଜମା ଶୁଣେ ନାହିଁ। ଗାଁର ଲୋକ କେତେ ଭଲ ସେ କେମିତି ଜାଣିବ? ସବୁବେଳେ ମୁହଁରେ ମେଞ୍ଚେ ମେଞ୍ଚେ ପାଉଡର କ୍ରିମ ଲଗେଇ ବୁଲିଲେ କ'ଣ ହବ? ପାଠ ତ 2 ଅକ୍ଷର ଆସୁନଥିବ। ତୋର ଏଇ ଗୁଣ ପାଇଁ ତତେ ସମସ୍ତେ ଏଇ ନାଁରେ ହିଁ ଗାଁରେ ଡାକନ୍ତି, ଗାଁ କନିଆ ସିଙ୍ଘାଣୀ ନାକି ବୋଲି। ଭଲ ପାଠ ଯଦି ପଢ଼ନ୍ତୁ ତାହେଲେ କହିବେ ଆରେ ଯେତେ ହେଲେ ଆମ ଗାଁ ଝିଅ ନା। ଦର୍ଶକ ବନ୍ଧୁମାନେ, ଯଦି ମୋ ଓଡ଼ିଆ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ରହୁଛି। ନମସ୍କାର। ଜୟ ଜଗନ୍ନାଥ।